ଆପଣ ବଞ୍ଚିଛନ୍ତି କଣ ପାଇଁ? କେବେ ସନ୍ଧ୍ୟା ବେଳେ ପ୍ରାର୍ଥନା କଲା ବେଳେ ପଚାରିଛନ୍ତି ମୁଁ ବଞ୍ଚିଛି କଣ ପାଇଁ? ପ୍ରଥମରୁ କଣ କହିଥିଲି? ଜୀବନର ଲକ୍ଷ୍ୟ। ଆପଣ ବଞ୍ଚିଛନ୍ତି କଣ ପାଇଁ? ଜୀବନର ଲକ୍ଷ୍ୟ କଣ ଆଜ୍ଞା କହିପାରିବେ? ଜୀବନର ଲକ୍ଷ୍ୟ କି ମରିବା ପାଇଁ? ତାହେଲେ ଜଣେ ଲୋକ ପଚାରେ ଏତେ ପରିଶ୍ରମ କରି ବଞ୍ଚିଛୁ କାହିଁକି? ସେ କଣ କହିବ? ବୁଢା ହେବି, ରୋଗଗ୍ରସ୍ତ ହବ, ବୟସ ହେଲା, ମରିଯିବି, ଏଇଥିପାଇଁ ବଞ୍ଚିଛି। ଆଜ୍ଞା ବଞ୍ଚିବା ଲକ୍ଷ୍ୟ ଏଇଟା କଣ? ଆଜ୍ଞା ପଚାରୁଛି ଆପଣଙ୍କ ଭିତରୁ 100 ଲୋକଙ୍କୁ, ଯୋଉମାନେ 100ରୁ 100 ଲୋକଙ୍କୁ ପଚାରିବା, ଜୀବନ ଯାକ ପରିଶ୍ରମ କରିବି, ଜୀବନ ଯାକ ଅର୍ଥ ରୋଜଗାର କରିବି, ଜୀବନ ଯାକ ପିଲା ଛୁଆ କଥା ବୁଝିବି, ଘର ଦ୍ୱାର କରିବି, ଗାଡି ମଟର କରିବି, ଏସବୁ କରିସାରିଲା ପରେ କେବେ ପଚାରିଛି କି ମୁଁ ବଞ୍ଚିଛି କଣ ପାଇଁ? ମୋର ବଞ୍ଚିବାର ଆବଶ୍ୟକତା କଣ? କଣ ପାଇଁ ପ୍ରଭୁ ମତେ ଗୋଟେ ଏଡ ବଡ ଜୀବନ ଦେଇଥିଲା? ମନୁଷ୍ୟ ଜୀବନ। ବୁଝୁଛନ୍ତି ତ? ସଂସାରର ସବୁଠାରୁ ଶ୍ରେଷ୍ଠ ଜୀବନ କୋଉଟା? ମନୁଷ୍ୟ ଜୀବନ। ଆଜ୍ଞା ଭାଗବତରେ କଣ ଲେଖିଲେ? ଅନେକ ଜନ୍ମ ତପ ଫଳେ, ମନୁଷ୍ୟ ଜନ୍ମ ମୋହି ତଳେ, ଦୁର୍ଲଭ ନର କଳେବର, ନରକ ନିସ୍ତାରଣ ଦ୍ୱାର। ନରକରୁ ନିସ୍ତାର ହବାର ଦ୍ୱାର ହଉଛି ମନୁଷ୍ୟ ଶରୀର। ଏ ଶରୀର ପାଇ ଯଦି ଭଗବାନଙ୍କୁ ପାଇଲେନି ଆଉ କେବେ ପାଇବା? ଆପଣ ଜାଣିଛନ୍ତି ଉପନିଷଦରେ ଗୋଟେ ସୁନ୍ଦର ମନ୍ତ୍ର କହିଲେ, ଇହ ଚେତ୍ ଅବେଦିତ ଅଥ ସତ୍ୟମସ୍ତି ନଚେତ୍ ଅବେଦି ମହତି ବିନଷ୍ଟି। ଏଇ ଜନ୍ମ ପାଇ ଯଦି ଈଶ୍ୱରଙ୍କୁ ଜାଣି ନ ପାରିଲ ତାହେଲେ ଜୀବନର ସବୁ ସମସ୍ୟା ନଷ୍ଟ ହେଇଗଲା, ଅର୍ଥ ସବୁ ଜୀବନ ନଷ୍ଟ ହେଇଗଲା। ଇହ ଚେତ୍ ଅବେଦି, ଯଦି ଜୀବନରେ ତାଙ୍କୁ ଜାଣିଗଲ ତାହେଲେ ସତ୍ୟମସ୍ତି, ଜୀବନ ସଫଳ ହେଇଗଲା। ନଚେତ୍ ଅବେଦି, ଯଦି ଜାଣିଲ ନାହିଁ, ମହତି ବିନଷ୍ଟି, କିଏ କହିବ ଆଉ ଏ ଜନ୍ମ ମିଳିବ କି ନାହିଁ?